प्रिय माने प्रभु जीशुଙ୍କ नामରେ ମୁଁ ଖ୍ରୀଷ୍ଟ ନମସ୍କାର ଜଣାଉଛି। କେମିତି ଅଛନ୍ତି? ଏହି ସକାଳ ସମୟରେ କେମିତି ଅଛନ୍ତି? ପ୍ରତିଦିନ ତାହାଙ୍କ କରୁଣା ଆମ୍ଭମାନଙ୍କ ପାଇଁ ନୂତନ ଅଟେ। ପ୍ରତିଦିନ ସେ ଆମ୍ଭମାନଙ୍କ ସଙ୍ଗରେ ରହି ଆମ୍ଭମାନଙ୍କୁ ଆପଣା ପଥରେ କଢ଼ାଇ ନେବା ନିମନ୍ତେ ସେ ସର୍ବଦା ଯତ୍ନବାନ ଈଶ୍ୱର ଅଟନ୍ତି ବୋଲି ବାଇବଲ କହେ। ସେ ପ୍ରତିଦିନ ପୁଣି ଆପଣା ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସଲାହ ଦିଅନ୍ତି, ପରାମର୍ଶ ଦିଅନ୍ତି, ଯେହେତୁ ସେ ଆମମାନଙ୍କ ପିତା ପରମେଶ୍ୱର ଅଟନ୍ତି ବୋଲି ଆମେମାନେ ଦେଖିବାକୁ ପାଉ। ତେବେ ଆମେମାନେ ଯଦି ତାହାଙ୍କ ବାକ୍ୟ ଅନୁସାରେ ଆପଣା ଜୀବନକୁ ସମର୍ପଣ କରିବା, ତେବେ ପରମେଶ୍ୱରଙ୍କ ସକଳ ଆଶୀର୍ବାଦର ଅଂଶ ହୋଇପାରିବା। ତେବେ ଈଶ୍ୱରଙ୍କ ବାକ୍ୟ ଆଜି ଆମମାନଙ୍କ ନିମନ୍ତେ କ'ଣ ରହିଛି ଆସନ୍ତୁ ପଢ଼ିବା। ମାଥ୍ୟୁ ତହିଁର 5 ଅଧ୍ୟାୟର 14 ପଦରେ ଲେଖାଯାଏ, ତୁମ୍ଭେମାନେ ଜଗତର ଜ୍ୟୋତି। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହିନପାରେ। ପରମେଶ୍ୱର ଆମମାନଙ୍କୁ ଏଠାରେ କହୁଛନ୍ତି, ତୁମ୍ଭେମାନେ ଜଗତର ଜ୍ୟୋତି। ଜଗତର ଅର୍ଥ ଯେଉଁଠାରେ ଆମେମାନେ ବସବାସ କରୁଛୁ, ତାହା କାର୍ଯ୍ୟକ୍ଷେତ୍ର, ବ୍ୟବସାୟ, ବାଣିଜ୍ୟ କିଛି ମଧ୍ୟ ହୋଇପାରେ। ଆମେମାନେ ଯେଉଁଠାରେ ବସବାସ କରୁଛୁ ସେଠାରେ ଜ୍ୟୋତି ହେବା ଆବଶ୍ୟକ ରହିଛି। ଯେତେବେଳେ ସକାଳୁ ସୂର୍ଯ୍ୟ ଉଦୟ ହୁଅନ୍ତି, ଆମମାନଙ୍କର କିରଣ ଯେହେତୁ ଆମମାନେ ଜ୍ୟୋତି ଉଠୁ ତାହା ଫେଲିବା ଦରକାର। ଯେହେତୁ ତୋ ଦ୍ୱାରା ଅନ୍ଧକାର ଚାଲିଯାଏ, ପୁଣି ଜ୍ୟୋତି ପ୍ରକାଶିବାକୁ ଲାଗିଥାଏ। ଏହା ଅତି ସୁନ୍ଦର ଏକ ଦୃଶ୍ୟ ଆମେମାନେ ଦେଖିଥାଉ। ଯେତେବେଳେ ସୂର୍ଯ୍ୟର ଆଲୋକ ଦେଖାଯାଇଥାଏ, ସେତେବେଳେ ଅନ୍ଧକାର ଧୀରେ ଧୀରେ ଚାଲିଯାଇଥାଏ। ପୁଣି ଯେତେବେଳେ ଅନ୍ଧକାର ଆସିଥାଏ, ଏକ ଅଜଣା ଭୟ ଆମମାନଙ୍କ ଜୀବନରେ ଘେରି ଆସେ। ଏଣୁ ଅନ୍ଧକାର ହେବା ପୂର୍ବରୁ ଆମେମାନେ ଘରକୁ ଆସିଯାଇଥାଉ। ଅନ୍ଧକାର ଥିବାବେଳେ ଆମେମାନେ ବାହାରେ ଥିଲେ ଘରକୁ ଫେରି ଆସିଥାଉ। ଏଣୁ ଜ୍ୟୋତି ଆମମାନଙ୍କ ଜୀବନରେ ବହୁତ ଆବଶ୍ୟକ ବିଷୟ ଅଟେ। ଯେହେତୁ ଏହି ଜଗତରେ ପାପ ରହିଅଛି। ପାପ ହେଉଛି ଅନ୍ଧକାର, ପାପ ହେଉଛି ରୋଗ, ଶ୍ରାପ। ଏପରି ବହୁତ ଲୋକମାନେ ଏହି ଅନ୍ଧକାର ଦ୍ୱାରା, ସେମାନଙ୍କ ହୃଦୟ ଅନ୍ଧକାର ଦ୍ୱାରା ଗ୍ରସିତ ହୋଇଛି। ଏଣୁ ଅନେକ ଲୋକମାନେ ଜଗତରେ ଜ୍ୟୋତିକୁ ନ ପାଇ ସେମାନେ ଅନ୍ଧକାର ବସବାସ କରୁଛନ୍ତି। ଏଣୁ ପ୍ରଭୁ କହନ୍ତି, ତୁମ୍ଭେମାନେ ଜଗତର ଜ୍ୟୋତି ଅଟ, ତୁମ୍ଭର ଜ୍ୟୋତି ପ୍ରକାଶିବା ଦରକାର। ତୁମ୍ଭର ଦୀପ୍ତି ଅନ୍ୟମାନଙ୍କଠାରେ ପ୍ରକାଶିତ ହେବା ଆବଶ୍ୟକ। ଏଣୁ ତୁମ୍ଭେ ଯେ ଜ୍ୟୋତି, ଏହା ନିଶ୍ଚୟ ଜ୍ଞାତ ହୁଅ। ଯଦି ଆପଣମାନେ ପଚାରିବେ କିପରି ପ୍ରକାଶିବୁ, ଗୋଟିଏ ଭାଇଙ୍କର ସାକ୍ଷ୍ୟ ମୁଁ ଦିନେ ଶୁଣି ଚକିତ ହୋଇ ରହିଗଲି। ଥରେ ଗୋଟିଏ ଭାଇ ସେବା ନିମନ୍ତେ ଏକ ସ୍ଥାନରେ ଠିଆ ହୋଇଥିଲେ। ମୁଁ ମଧ୍ୟ ସେଠାକୁ ଗଲି। ସେ କହିଲେ, ମୁଁ ଅଣଖ୍ରୀଷ୍ଟିଆନରୁ ଆନିତ ଅଟେ। ମୋତେ ଈଶ୍ୱରଙ୍କଠାରେ କୌଣସି ବିଶ୍ୱାସ ନଥିଲା। ମୁଁ ଏପଟ ସେପଟ କେବଳ ବୁଲୁଥିଲି। ତାଙ୍କଠାରେ କୌଣସି ଭରସା ମୋର ନଥିଲା। ସେ କହୁଛନ୍ତି, ମୁଁ ଯେ ମୋର ପାଠପଢ଼ା ଶେଷ କରିଲି, ଭବିଷ୍ୟତର କୌଣସି ଆଶା ନଥିଲା। ଯେତେବେଳେ ମୋର ପାଠପଢ଼ା ସାରିଲି, ମୁଁ ଘରେ ହିଁ ବସିଥିଲି। ମୋର କଲେଜ ଶେଷ ହୋଇଯାଇଥିଲା। ଏହି ସହରରେ ମୋର ଗୋଟେ ବନ୍ଧୁ ଥିଲେ, ଯାହାଙ୍କ ସହିତ ମୁଁ କଲେଜରେ ପାଠ ପଢ଼ୁଥିଲି। ମୁଁ ଯେତେବେଳେ ଶୁଣିଲି ଯେ ମୋର ବନ୍ଧୁ ଏହି ସହରରେ ରହୁଛନ୍ତି, ସେତେବେଳେ ମୋର ଚାକିରିର ଅବସ୍ଥାକୁ ଜାଣି ସେ ମୋତେ ତାଙ୍କରି ଗୃହରେ ରହିବାର ସୁଯୋଗ ଦେଲେ। ସେ ଗୋଟିଏ ଖ୍ରୀଷ୍ଟିଆନ ଥିଲେ, ପୁଣି ପ୍ରଭୁଙ୍କ ସେବା କାର୍ଯ୍ୟ ବି କରୁଥିଲେ। ମୁଁ ତାଙ୍କ ସଙ୍ଗରେ ରହିବା ବେଳେ ସେ ମୋର ଦେଖାରଖା କରୁଥିଲେ, ଖାଦ୍ୟ ଦେଉଥିଲେ। ମୁଁ ବାସ୍ତବରେ ନାସ୍ତିକ ଥିଲି। ତଥାପି ସେ ଯୀଶୁଙ୍କ ବିଷୟରେ ମୋତେ କେବେ ମଧ୍ୟ କଥା ହୋଇନାହାନ୍ତି। ମୁଁ ତାଙ୍କ ସହିତ ରହିବା ସତ୍ତ୍ୱେ ହିଁ ସେ ମୋତେ ବାଇବଲ ସମ୍ବନ୍ଧରେ କେବେ କିଛି କହିନାହାନ୍ତି। କିନ୍ତୁ ତାଙ୍କ ଜୀବନ, ତାଙ୍କ ସ୍ୱଭାବ ବହୁତ ପ୍ରେମର ସ୍ୱଭାବ ଥିଲା। ସେ ପ୍ରେମିକ, ନିର୍ଦ୍ଦୋଷ, ଉତ୍ତମ ସ୍ୱଭାବଧାରୀ ପ୍ରାଣୀ ଥିଲେ। ମୁଁ ଭାବୁଥିଲି, ଗୋଟିଏ ଯୁବକ କ'ଣ ଏପରି ବଞ୍ଚିବା ସମ୍ଭବ? ଗୋଟିଏ ଯୁବକ କ'ଣ ସତରେ ଏତେ ଖୁସିରେ, ଏତେ ପବିତ୍ରତାର ସହିତ ବଞ୍ଚିବା ସହଜ ଅଟେ? ତେବେ ମୁଁ ବୁଝିଲି, ପ୍ରଭୁ ଯୀଶୁ ଯେହେତୁ ତା ସହିତ ଅଛନ୍ତି, ଏହା ତାରି ଜୀବନରେ ସମ୍ଭବ ହୋଇପାରିଛି। ତେବେ ଧୀରେ ଧୀରେ ମୁଁ ମଧ୍ୟ ସେହି ଯୀଶୁଙ୍କ ବିଷୟରେ ଜାଣିବାକୁ ଚାହିଁଲି। ଯେହେତୁ ଯୀଶୁଙ୍କୁ ଜାଣିବା ପରେ ଏହି ବ୍ୟକ୍ତିଙ୍କର ଜୀବନ କିପରି ମୁଁ ତାହା ନିଜେ ଅନୁଭବ କରିପାରିଅଛି। ଯେପରି ସେହି ଯୁବକଙ୍କର ଜ୍ୟୋତି ଦ୍ୱାରା ଏହି ଯୁବକଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହେଲା, ସେହି ବିଷୟ ଆମମାନଙ୍କଠାରେ ବି ଦେଖାଯାଉ। ସେହି ଖ୍ରୀଷ୍ଟ ଭାଇଙ୍କର ଜ୍ୟୋତିର ସ୍ୱଭାବ ଏହି ଭାଇଙ୍କର ଅନ୍ଧକାରର ସ୍ୱଭାବକୁ ସମ୍ପୂର୍ଣ୍ଣ ଦୂର କରିଦେଲା। ଯୀଶୁଙ୍କୁ ଜାଣିବା ଦରକାର। ଆପଣଙ୍କ କାର୍ଯ୍ୟସ୍ଥଳରେ, ଆପଣଙ୍କର ଜୀବନରେ, ଆପଣଙ୍କ ସ୍ୱଭାବ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରକାଶମାନ ହେବା ଉଚିତ। ଆପଣଙ୍କ ସ୍ୱଭାବ ଦ୍ୱାରା ଖ୍ରୀଷ୍ଟଙ୍କ ସ୍ୱଭାବ ଅର୍ଥାତ୍ ପ୍ରେମ, ଦୀର୍ଘ ସହିଷ୍ଣୁତା, ଉତ୍ତମତା, ଧାର୍ମିକତା ଏସବୁ ପ୍ରକାଶମାନ ହେବା ଦରକାର। ଯେବେ ସେହି ଗୁଣ ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଶିଖାଇଅଛନ୍ତି ତାହା ଯଦି ଆମ୍ଭମାନଙ୍କଠାରେ ଆସିବ, ତେବେ ଅନେକ ଲୋକମାନଙ୍କ ଜୀବନରେ ଏହା ନିଶ୍ଚୟ ପ୍ରଭାବ ପକାଇବ।
ଆପଣ କ'ଣ ସେପରି ହେବେ ନାହିଁ କି? ତେବେ ଆସୁ ଆମେମାନେ ମଧ୍ୟ କହିବା, ହେ ପ୍ରଭୁ, ମୋତେ ପ୍ରକାଶ ଦେବା ନିମନ୍ତେ ପ୍ରକୃତ ଜ୍ୟୋତି ହେବା ପାଇଁ ସାହାଯ୍ୟ କରିଦିଅ। ହେ ପରମେଶ୍ୱର ପିତା, ମୁଁ ମଧ୍ୟ ଜଗତର ଜ୍ୟୋତି ଯେପରି ହୋଇପାରିବି, ଅନ୍ୟମାନଙ୍କୁ ପ୍ରକାଶ ଦେଇପାରିବି, ଏଥିପାଇଁ ମୁଁ ସମ୍ପୂର୍ଣ୍ଣ ତୁମ ହସ୍ତରେ ଆପଣା ଜୀବନକୁ ସମର୍ପଣ କରୁଅଛି। ପ୍ରକୃତ ଜ୍ୟୋତି ହୋଇ ବଞ୍ଚିବା ପାଇଁ ମୋତେ ସାହାଯ୍ୟ କରିଦିଅ। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି। ଆମେନ୍, ଆମେନ୍।